ଚମ୍ପୁଆ ପୋଲିସ କବ୍ଜାରେ 4 ଲୁଟେରା। ଗତ ରାତି ଚମ୍ପୁଆ ପୋଲିସ ଚୋଡ଼ାହୁଡ଼ି ସାହିରୁ 4 ଜଣ ଲୁଟେରାଙ୍କୁ ଗିରଫ କରିଛି। ଏହି ଲୁଟେରାମାନେ ଗତ 21/6/24 ରିମୁଳିର ତେଜରାତି ଦୋକାନୀ ଦେବଦତ୍ତ ଗିରିଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ 3 ଲକ୍ଷ ଟଙ୍କା। ଗତ 21 ତାରିଖ ଦେବଦତ୍ତ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ 8 ଜଣ ଦୁର୍ବୃତ୍ତ 3ଟି ବାଇକ୍ରେ ଆସି ରିମୁଳି ବାଇପାସ୍ ନିକଟରେ ତାଙ୍କୁ ବନ୍ଧୁକ ଦେଖାଇ 3 ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ଦେବଦତ୍ତ ଚମ୍ପୁଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି 4 ଜଣଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କଠାରୁ 93,000 ଟଙ୍କା, ଏକ ଖେଳଣା ବନ୍ଧୁକ, 4ଟି ମୋବାଇଲ, 2ଟି ବାଇକ୍ ଜବତ କରିଛି। ଏହି ମାମଲାରେ ଜଡ଼ିତ ଅନ୍ୟ 4 ଜଣ ଫେରାର ଥିବା ଜଣାପଡ଼ିଛି। ଏନେଇ ଚମ୍ପୁଆ ଥାନା ପୋଲିସ କେସ୍ ନମ୍ବର 200/24ରେ ଏକ ମାମଲା ରୁଜୁ କରିଛି।